ମୟୂରଭଞ୍ଜ ଜିଲ୍ଲା ବେତନଟି ବ୍ଲକ ଅନ୍ତର୍ଗତ ଆମ୍ବଗଡ଼ିଆ ପଞ୍ଚାୟତର ଭଗବାନପୁର ବୈଠକ ବଙ୍ଗଳାରେ ଆମ୍ବଗଡ଼ିଆ ବିକାଶ ପରିଷଦର ସଭାପତି ଶ୍ରୀଯୁକ୍ତ ଅନ୍ତର୍ଯ୍ୟାମୀ ମହାପାତ୍ରଙ୍କ ସଭାପତିତ୍ୱରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ସେନା ଅଧିକାରୀ ଶ୍ରୀଯୁକ୍ତ ଭୀମଚରଣ ମାଝୀ ଓ ମୁଖ୍ୟ ବକ୍ତା ଭାବରେ ସମାଜସେବୀ ଶ୍ରୀଯୁକ୍ତ ଚକ୍ରଧର ମହାନ୍ତି ଯୋଗଦାନ କରି ଶରୀର ପାଇଁ ଯୋଗର ଆବଶ୍ୟକତା ସମ୍ପର୍କରେ ନିଜର ବହୁମୂଲ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ। ଯୋଗ ଶିକ୍ଷକ ନିତ୍ୟାନନ୍ଦ ବାରିକ ଯୋଗ ଶିକ୍ଷା ପ୍ରଦାନ କରିଥିଲେ। ଏହି ଅନ୍ତର୍ଜାତୀୟ ଯୋଗ ଦିବସ ଓ ଯୋଗ ପ୍ରଶିକ୍ଷଣ ଶିବିରରେ ବହୁ ବ୍ୟକ୍ତି ଯୋଗଦାନ କରିଥିଲେ। ଚାରିଆଡ଼େ ଯୋଗ ଦିବସ ପାଳନ କରାଯାଉଛି। ବେତନଟି ବ୍ଲକର ଆମ୍ବଗଡ଼ିଆ ପଞ୍ଚାୟତ ଭଗବାନପୁରରେ ମଧ୍ୟ ଆମ୍ବଗଡ଼ିଆ ବିକାଶ ପରିଷଦ ତରଫରୁ ଆଜି ଯୋଗ ଦିବସ ପାଳନ କରାଯାଇଛି। ସିଧାସଳଖ ଆମେ ପ୍ରତିକ୍ରିୟା ନେବା ପାଇଁ ଚାହିଁବା କିଭଳି ଭାବରେ ଆଜି ଯେଉଁ ଯୋଗ ଦିବସ ପାଳନ କରାଗଲା। ଆମ ସହିତ ଅଛନ୍ତି ଯିଏକି ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଛନ୍ତି ଶ୍ରୀଯୁକ୍ତ ଭୀମଚରଣ ମାଝୀ ମହୋଦୟ ଅଛନ୍ତି। ସିଧାସଳଖ ପ୍ରତିକ୍ରିୟା ନେବା ପାଇଁ ଚାହିଁବା କ'ଣ କହିବା ପାଇଁ ଚାହିଁବେ ଆଜ୍ଞା ଯୋଗ ଦିବସ ଅବସରରେ? नमस्कार। आज रही पवित्र दिन रे समस्त को स्वागत शुभेच्छा एवं अभिनंदन। आज हेउची मे 21 अंतर्जातिक जोग दिवस। यार जो थीम रही योगा फॉर हेल्दी एजिंग बा स्वास्थ्यकर वार्धक्य पाई योग। ए अवसर रे मु आबाल वृद्धा वनिता समस्त को अनुरोध करी जे आपण माने योग करंतु निरोग रुहंतु। जोगर उद्देश्य है जे मानसिक शारीरिक स्वास्थ्य पाई योग अभ्यास माध्यम रे सचेतनता सृष्टि करिबा एवं आमर जो आंतर्जातिक स्तर रे आज भली दिन रे जो जोग दिवस पालन करा जाउछि। एथिरे प्राय आमर 177 रु अधिक देशर भाई भौणी माने भाग नहीं छंती। आशा करुछि आपण मानकर जीवन जोग माध्यम रे निरोग रहू सुस्थ रहू। परिशेष रे आंबगड़िया विकास परिषदर जो कार्यक्रम आज हाथ को नहीं तांकर सही कर्मकर्ता माननकु मध्य मु अशेष अशेष धन्यवाद देवी। धन्यवाद। नमस्कार। निश्चित भाव में आम सहित अच्छा मुख्य वक्ता भाव में योगदान कर समाजसेवी श्रीयुक्त चक्रधर महांती अच्छा। चक्रधर महांती कड़पदा पंचायत। आज पवित्र उत्सव अंतर्राष्ट्रीय योग दिवस बोली जोटा कह जो जगार आज आम समस्त उपस्थित होची ये हूँ आंबगड़िया विकास परिषदर सभापति अंतर्जामी भाईंकर बंगलारे एते बड़ दिन जोटा कि जोगर दिवस पालन करा जाउछि जहाँकि सृष्टि होता मनीष पाखर केवल भगवान कृपा ए शरीर को संचालन करने जो जोगर आवश्यक थिला से जोग को इमित भाव में प्रस्फुटित करते से अंतर्जामी भाई एवं तांकर सहोदर आउ दुई जन भाई जोटा कि सुंदर भाव में आज दिवस को पालन करने समस्त उपस्थित रहीचु। यही दिवस मने पकई दौछि जोटा कि आंबगड़िया विकास परिषद को सुंदर भाव में गढ़ी तोली भगवान चंद्र महापात्रंकर स्मृति के मने पड़ जाउछि जोटा कि जो दिवस को से मने पकई ताको पालन करने समस्ते उपस्थित अच्छा। आज ये दिवस सारा राष्ट्र रे समस्त भितर मन रखा उचित जो दिवस को पालन करुचंती ए दिवस हूँ शरीर पक्षरे सुंदर भाव में जीवन को सरल एवं सुंदर एवं निरोग भाव में रक्षा करने जो दिवस को पालन करिसेंती मुझे स्वागत योग्य धन्यवाद जनाऊँगी। धन्यवाद जनाऊँगी ये आंबगड़िया विकास परिषदर सदा सर्वदा सबुबले जो भाई आज मीडिया भाव में अछंती तांकर मन प्राण हृदय इमिति निवेश करिसेंती आंबगड़िया विकास परिषद मुझे अशेष अशेष धन्यवाद दौछि जोटा कि यही वार्ता सारा राष्ट्र रे विकास हो जाऊ। उपस्थित अच्छा आमर
ଯେଉଁ ସହଯୋଗୀ ମାନେ ନିତ୍ୟାନନ୍ଦ ବାରିକ, କୁନାଗିରି ଅନ୍ତର୍ଜାମୀ ଭାଇ, ମୋର ଗୁରୁଜନ ଯେଉଁ ଭୀମ ଭାଇ ଅଛନ୍ତି, ମୁଁ ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇ ଆଜିର ଏହି ବକ୍ତବ୍ୟକୁ ସାଙ୍ଗ କରୁଛି। ଜୟ ହିନ୍ଦ। ନିଶ୍ଚିତ ଭାବରେ ତେବେ ଯିଏ ଆୟୋଜନ କରିଥିଲେ ଯେଉଁ ଆମ୍ବଗୁଡ଼ିଆ ବିକାଶ ପରିଷଦ ସଭାପତି ଶ୍ରୀଯୁକ୍ତ ଅନ୍ତର୍ଜାମୀ ମହାପାତ୍ର ଅଛନ୍ତି, ସିଧାସଳଖ ତାଙ୍କ ନିକଟରୁ ପ୍ରତିକ୍ରିୟା ନେବା ପାଇଁ ଚାହିଁବା। ଜୟ ଜଗନ୍ନାଥ, ଭାରତ ମାତା କି ଜୟ। ଆଜି ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ। এটা ଆମ୍ବଗୁଡ଼ିଆ ବିକାଶ ପରିଷଦ ମୟୂରଭଞ୍ଜ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପ୍ରତ୍ୟେକ ବର୍ଷ କରି ଆସୁଛି ଏବଂ କରୁଥିବ ମଧ୍ୟ। ବାପା ଜଣେ ମୋର ସଂଗଠନ ଥିଲେ, ତେଣୁ ସେ ସାରା ଓଡ଼ିଶାର ଯେ ସମରେନ୍ଦ୍ର ପଟ୍ଟନାୟକ ତାଙ୍କର ସଭାପତି ଥିଲେ, ଯେଉଁ ଗ୍ରାମ ମାନେ ସେକ୍ରେଟାରୀ ସଂଘର ସଭାପତି ଥିଲେ ସମରେନ୍ଦ୍ର ପଟ୍ଟନାୟକ, ବାପା ସମ୍ପାଦକ ଥିଲେ। ତେଣୁ ବାପାଙ୍କର କଳା ଆମ ପୁଅ ପାଖରେ ନିଶ୍ଚିତ ରହିବ। ତେଣୁ ମୋ ଶେଷ ନିଶ୍ୱାସ ଥିବା ମୁଁ ସାମାଜିକ କାମ କରି ଚାଲିଥିବି। କେଉଁଠି ବୃକ୍ଷରୋପଣ ହେଉଛି, କେଉଁଠି ଆଖି କ୍ୟାମ୍ପ ହେଉଛି, ବ୍ଲଡ଼ କ୍ୟାମ୍ପ ହେଉଛି, ପ୍ରତିଭା ସମାନ ହେଉଛି। ଏମିତି ଯେ ଆମେ ଆସିଛେ ଜନ୍ମ ହେଇଛି ଦିନ ମରିବା, କିନ୍ତୁ ଲାଷ୍ଟର ଟିକେ କର୍ମ ଆଉ ଧର୍ମ ନେଇକି ଯିବା, ଏଇଟା ବାପା କହିଯାଇଥିଲେ। ତେଣୁ ମୋର ଅନୁଷ୍ଠାନ ଜମା ବୁଡ଼େଇବୁ ନାହିଁ ଛୁଆ, ତୁ ଆଜି 50 ଆସୁଛନ୍ତି କାଲି 20 ଆସିବେ, କିନ୍ତୁ ଅନୁଷ୍ଠାନ ଜାରି ରଖିଥିବୁ। ତେଣୁ ତାଙ୍କର ନିଷ୍ପତ୍ତି କ୍ରମେ ଆମେ ତିନି ଭାଇ ଏକତ୍ରିତ ହୋଇ ତେଣୁ ସବୁ କାମକୁ ସଂଗଠିତ କରିଚାଲିଛୁ ଏବଂ କରିଚାଲିବା ମଧ୍ୟ। ତେଣୁ ଆଜି ଯେଉଁ ଯୋଗ ପ୍ରଶିକ୍ଷଣ ହେଇଥିଲା, ଯେଉଁ ମୋର ଆମ୍ବଗୁଡ଼ିଆ ବିକାଶ ପରିଷଦ ଯେଉଁମାନେ ଉପଦେଷ୍ଟା ଅଛନ୍ତି ବା ଆମର ସହଯୋଗୀ ଅଛନ୍ତି, ସେମାନଙ୍କୁ ମୁଁ ଡାକିଥିଲି। ଯାହା ବି ହେଉ ଆମର ଆସିକି ଆଜି ପହଞ୍ଚନ୍ତି ମୋ ନିମନ୍ତ୍ରଣ ରକ୍ଷା କରିଥିବାରୁ। ଏବଂ ଆମର ଯୋଗ ପ୍ରଶିକ୍ଷଣ ପାଇଁ ସେ ଭାଇ ଯେଉଁ ଆସିଛନ୍ତି, ସେ ଆଜି ଆମକୁ ବହୁତ ସୁରୁଖୁରୁରେ ଶିଖାଇଲେ। ନିତ୍ୟାନନ୍ଦ ବାରିକ ସେ ଆଜି ଆମକୁ ବହୁତ ସୁନ୍ଦର ଶିଖାଇଲେ ଏବଂ ତାଙ୍କୁ ମଧ୍ୟ ଅନୁରୋଧ କରିବି ଆଗାମୀ ଦିନରେ ସିଏ ଆମକୁ ଘଣ୍ଟେ ଘଣ୍ଟେ ସମୟ ଦେଲେ ଆମ ପରିଷଦ ତାଙ୍କ ତରଫରୁ କୃତଜ୍ଞତା ଜଣାଇ ରହିବି। ଜୟ ଜଗନ୍ନାଥ, ଭାରତ ମାତା କି ଜୟ। ନିଶ୍ଚିତ ଭାବରେ ତେବେ ଯିଏ ଯୋଗ ଶିକ୍ଷା ପ୍ରଦାନ କରିଛନ୍ତି ସେ ଶିକ୍ଷକ ଅଛନ୍ତି, ସିଧାସଳଖ ନିତ୍ୟାନନ୍ଦ ବାରିକ ମହୋଦୟ ଅଛନ୍ତି, ତାଙ୍କ ନିକଟରୁ ପ୍ରତିକ୍ରିୟା ନେବା ପାଇଁ ଚାହିଁବା। କ'ଣ କହିବା ପାଇଁ ଚାହିଁବେ ଆଜ୍ଞା? ଜୟ ହିନ୍ଦ। ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଆର ମହତ୍ତ୍ୱ ଉଦ୍ଦେଶ୍ୟ ହେଲା ଆମେ ସୁସ୍ଥ ଓ ସମୃଦ୍ଧ ସମାଜ ଗଢ଼ିବା, ଏକତା ସୂତ୍ରରେ ବାନ୍ଧି ହେବା। ଏହାର ଉଦ୍ଦେଶ୍ୟ ହେଲା ଏହା, ଆଉ କିଛି କହୁନି, ଏତିକି ରହୁଛି। ନିଶ୍ଚିତ ଭାବରେ ଆଜି ଯୋଗ ଶିକ୍ଷା ପ୍ରଦାନ କରୁଥିଲେ ବହୁତ ସୁନ୍ଦର ଭାବରେ, ଯିଏକି ସିଧାସଳଖ ପ୍ରତିକ୍ରିୟାରେ ପ୍ରକାଶ କରୁଥିଲେ। ତେବେ ଆମ ସହିତ ଯେଉଁ ଯୋଗରେ ଯେଉଁମାନେ କି ଭାଗ ନେଇଥିଲେ ଟିକେ ପ୍ରତିକ୍ରିୟା ନେବା ପାଇଁ ଚାହିଁବେ। ମୋର ନାଁ ଟୁନାଗିରି। ଆଜି ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ, ସେ ପ୍ରଥମ ଥର ପାଇଁ ଆସିଥିବାରୁ ମୁଁ ଏଇଟାକୁ ଧନ୍ୟବାଦ ମନେ କରୁଛି। ନିଶ୍ଚିତ ଭାବରେ ଆଜି ଯେଉଁଭଳି ଭାବରେ ଯେଉଁ ଭଗବାନପୁରଠାରେ ଆମ୍ବଗୁଡ଼ିଆ ବିକାଶ ପରିଷଦ ତରଫରୁ ଯୋଗ ଦିବସ ପାଳିତ ହେଲା, ଏହି ଅବସରରେ ବହୁ ବ୍ୟକ୍ତିମାନେ ଆସି ଯୋଗଦାନ କରି ଯେଉଁ ଯୋଗ ପ୍ରଶିକ୍ଷଣ ଗ୍ରହଣ କରିଛନ୍ତି ଏବଂ ଯୋଗାଭ୍ୟାସ କରିଛନ୍ତି ଏବଂ ନିଜକୁ କିଭଳି ଭାବରେ ସୁସ୍ଥ ରଖାଯାଇପାରିବ ସେ ବିଷୟରେ ନିଜକୁ ସଚେତନ କରିଛନ୍ତି। ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଆମ୍ବଗୁଡ଼ିଆ ପଞ୍ଚାୟତ ଭଗବାନପୁରରୁ ଗତିକୃଷ୍ଣ ମହାନ୍ତଙ୍କ ରିପୋର୍ଟ, ଓଡ଼ିଶା ସଂକେତ ଟିଭି।